ଦେଖନ୍ତୁ ମୁଁ ଏବେ ତାକୁ ନେଇକି ଛାଡ଼ିଦେଲି ସେ କେମିତି ଦେଖନ୍ତୁ ଘର ଭିତରେ ପଶିଯାଇଛି ଗୋଟେ ନାଳ ଦେଇକି ପଶିଯାଇଛି ଭୁଲରେ ସାପ ବେଙ୍ଗ ଖାଇବ ବୋଲି ପ୍ରାଣ ଛାଡ଼ି ସାରିଲାଣି। ଘର ଭିତରେ ମାଆଙ୍କ ଘର ଭିତରେ ଗୋଟେ ବଡ଼ ସାପଟେ କେମିତି ପଶିଯାଇଛି। ନଥିଲି ମା ଫୋନ୍ କଲେ ଠାକୁର ଘରେ ସାପ ପଶିଯାଇଛି। ଘଣ୍ଟାଟେ ଲାଗିଲାଣି ତାକୁ ଖାଲି ଧରିବା ପାଇଁ। ବର୍ତ୍ତମାନ ଯାହା ତାକୁ ଧରିକି ବର୍ତ୍ତମାନ ବସ୍ତାରେ ମୁଁ ପୁରେଇ ଦେଇଛି। ପୁରା ଗାଧେଇ ସାରିଲିଣି ପୁରା ଝାଳରେ। ରାତିରେ ପୁଣି ମୁଁ ତଳେ ଶୋଇଥାନ୍ତି ଆଜି, ଭାରି ଡର ଲାଗୁଥିଲା। ଯାହା ହଉ ସାପଟା ମୁଁ ବର୍ତ୍ତମାନ ତାକୁ ଧରି ସାରିଛି। କି ସାପ ସେଟା ତ ମୁଁ ଜାଣିପାରୁନି। ସାପ ବହୁତ ଦିନ ହେଲାଣି ମୋର ଛାଡ଼ିଗଲାଣି ଏକ୍ସପିରିଏନ୍ସ ଜାଣିବାରେ ଚିହ୍ନିବାରେ ସାପ। ଯାହା ହଉ ବର୍ତ୍ତମାନ ସାପଟାକୁ ମୁଁ ଧରି ସାରିଛି। ତାକୁ ବର୍ତ୍ତମାନ ମୁହଁ ବାନ୍ଧିକି ତାକୁ ନେଇକିରି କେଉଁଠି ଛାଡ଼ିକି ଆସିବି ଯାଉଛି। ରାତି 12ଟା ବର୍ତ୍ତମାନ ବାଜିଲେଣି। ତାପରେ ଛାଡ଼ିକି ଆସିଲେ ତାପରେ ଖାଇବି, ଶାନ୍ତିରେ ବର୍ତ୍ତମାନ ଶୋଇବି। ତ ବହୁତ ଟେନସନ୍ ହେଇସାରିଲାଣି। ତ ବର୍ତ୍ତମାନ ଚାଲନ୍ତୁ ବର୍ତ୍ତମାନ ତାକୁ ଛାଡ଼ିକି ଆସିବି। ତ ସାପଟା ବାହାରିଛି ସତ ତ, କିନ୍ତୁ ମାରିବା କଥା ନୁହଁ। ଯେହେତୁ ଗୋଟେ ଜୀବଟେ ସେ ଭୁଲରେ ପଶି ଆସିଛି, କେଉଁ ଗୋଟେ ନାଳ ବାଟରେ ପଶି ଆସିଛି ବୋଧେ, କ'ଣ ହେଇଛି। ତ ଯାହା ବି ହଉ ବର୍ତ୍ତମାନ ମୁଁ ତାକୁ ଧରି ସାରିଛି। ବର୍ତ୍ତମାନ ଶାନ୍ତିରେ ଟିକେ ନିଶ୍ୱାସ। ଆମେ ତାର କିଛି କ୍ଷତି କରିନି, ତେଣୁ ସିଏ ଆମର କିଛି କ୍ଷତି କରିବନି। କିନ୍ତୁ ରାତି ଅଧରେ ଗୋଡ଼ ପଡ଼ିଯିବ, କିନ୍ତୁ ଶୋଇଥିବୁ ଆମେ, ଗୋଡ଼ ବାଜିଯିବ, ତ ନିଶ୍ଚିନ୍ତ ସିଏ ଆମକୁ ଆଟାକ୍ କରିବ। ଯାହା ହଉ ଭଗବାନଙ୍କ ଦୟାରୁ ମୁଁ ବର୍ତ୍ତମାନ ତାକୁ ଧରି ସାରିଛି। ତ ଚାଲନ୍ତୁ ବର୍ତ୍ତମାନ ତାକୁ ଧରିକି ଯାଉଛି ଛାଡ଼ିବା ପାଇଁ। ତ ବର୍ତ୍ତମାନ ଟେନସନ୍ ନାହିଁ, କୁଲ୍। ମୋ ମୋବାଇଲ देख देना देख।